ତୁ ତ ମୁତୁରି ମୁଁ ତ ମୁତୁରି ହେସ କାଇଁ ପାଇଁ ଧୋଇବା ଏ ଲୋକ କଥାଟି ଆପଣ ସମସ୍ତେ ଜାଣିଥିବେ। ବର୍ତ୍ତମାନ ବାବୁ ସିଂ ଯିଏକି ପ୍ରଥମେ ଡିକ୍ଲାର କରିଥିଲେ ଯେ ମୁଁ ବର୍ଦ୍ଧିତ ଦରମା ନେବି ନାହିଁ, ଏବେ ଦ୍ୱିତୀୟ ପ୍ରବାଦ ପୁରୁଷ ଓଡ଼ିଶାର ଯିଏକି ନବୀନ ବାବୁ ସିଏ ବି ଡିକ୍ଲାର ଦେଇଛନ୍ତି। ମୋର ଗୋଟିଏ ପ୍ରଶ୍ନ ସେମାନଙ୍କୁ, ଯେତେବେଳେ ବିଧାୟକମାନଙ୍କର ଦରମା ନିର୍ଦ୍ଧାରଣ ହେଉଥିଲା ସେତେବେଳେ ଗୃହ ଭିତରେ କଂଗ୍ରେସ ଥିଲେ, ସେତେବେଳେ ଗୃହ ଭିତରେ ବିଜେଡ଼ି ଥିଲେ, ସେତେବେଳେ ଗୃହ ଭିତରେ ବିଜେପି ମଧ୍ୟ ଥିଲେ। ତିନି ଜଣଙ୍କ ମିଳିତ ଅନୁମୋଦନରେ ଯାଇକି ଦରମାଟି ଆଗକୁ ବଢ଼ିଛି ଆଉ ପାସ୍ ହେଇଛି। ଏକାଥରକେ 4 ଗୁଣ ଦରମା ଯେଉଁ ବଢ଼ିଛି ସେଇଟା ସମସ୍ତଙ୍କର ନିଜ ନିଜ ଯେଉଁ ବିଧାୟକମାନଙ୍କର ମତରେ ହିଁ ପାସ୍ ହେଇଛି। ବର୍ତ୍ତମାନ ଏ ଛଳ କପଟ କ'ଣ ପାଇଁ ଲୋକଙ୍କ ଆଗରେ, ଯେ ନିଜକୁ ଆମେ ବହୁତ ବଡ଼ ଭାବିବା ଆଉ ନିଜକୁ ଲୋକଙ୍କୁ ଭକୁଆ ଭାବି ଆମେ ତ ଗୃହ ଭିତରେ ଏହାର ଅପୋଜିସନ୍ କରିବୁନୁ, କିନ୍ତୁ କରିବୁ କେଉଁଠି, ଲୋକଙ୍କ ସାମ୍ନାରେ ଆସିକି କହିବୁ ଯେ ଆମେ ଆମ ବର୍ଦ୍ଧିତ ଦରମାଟାକୁ ଗରିବଙ୍କୁ ଦାନ କରିଦେଲୁ, ସେ ଲୋକଙ୍କୁ ଦାନ କରିଦେଲୁ, ଦାନ କରିକି ନିଜକୁ ମହାନ କରିଦେବା। ଯଦି ମହାନ କରିବାର ଥିଲା ଆଜ୍ଞା, ତାହେଲେ ତୁମ ପାର୍ଟି ସେଠି ଅପୋଜିସନ୍ରେ ଅଛି, ପାର୍ଟି ସେଠି ଅପୋଜିସନ୍ରେ କହିବା କଥା ଯେ ଏ ଜିନିଷଟା ସମ୍ପୂର୍ଣ୍ଣ ରୂପେ ଭୁଲ, ଏ ଜିନିଷରେ ଆମେ ସମ୍ମତି ଦେବୁ ନାହୁଁ। କିନ୍ତୁ ଗୃହ ଭିତରେ ପାର୍ଟିର କୌଣସି ବିଧାୟକମାନେ ଏସବୁରେ ମୁହଁ ଖୋଲିଲେ ନାହିଁ, କିନ୍ତୁ ବାହାରେ ଆସିକି ଜଣଙ୍କ ପରେ ଦ୍ୱିତୀୟ ଜଣ ଏଇ ସହିତ କହୁଛନ୍ତି ଯେ ଆମେ ବର୍ଦ୍ଧିତ ଦରମା ଆଉ ନେବୁ ନାହୁଁ। ରାଜରାସ୍ତାରେ ପାଚକ ପାଚିକା ପଡ଼ିଛନ୍ତି, ରାଜରାସ୍ତାରେ ଶିକ୍ଷକମାନେ ପଡ଼ିଛନ୍ତି, ଏବେ ରାଜରାସ୍ତାରେ ସେ ହିନ୍ଦୀ ଟିଚରମାନେ ପଡ଼ିଛନ୍ତି। ବହୁତ ଗୁଡ଼ାଏ ଲୋକ ଯେଉଁମାନେ ପଇସା ପାଇଁ ବର୍ତ୍ତମାନ ସମୟରେ ଯୋଗ୍ୟ ସେମାନଙ୍କୁ ଅଯୋଗ୍ୟ କରିଦିଆଯାଉଛି, ସେମାନଙ୍କର କୌଣସି କଥାକୁ ଭ୍ରୂକ୍ଷେପ କରାଯାଉନି ସରକାରଙ୍କ ଦ୍ୱାରା। କିନ୍ତୁ ନିଜ ପକେଟ ଗରମ କରିବା ପାଇଁ, କାହିଁକି ନା ଯେହେତୁ 24 ବର୍ଷ ହେଲା ତୁମମାନେ କିଛି ପାଇନଥିଲ, ଏବେ ଯେହେତୁ ହାତକୁ ଶାସନ ଆସିଛି, ତୁମେ ଯଦି ଅନ୍ୟ କୌଣସି ଉପାୟରେ ଏତେ ଶୀଘ୍ର ତ ମାନେ ଅର୍ଥ ଉପାର୍ଜନ କରିହେବନି। ତେଣୁକରି ମାସକୁ ଯଦି 3 ଲକ୍ଷ 4 ଲକ୍ଷ ଲେଖା ପକେଟରେ ପଡ଼େ, ସେଥିରେ ମୋବାଇଲ ଖର୍ଚ୍ଚ, ଗାଡ଼ି ଖର୍ଚ୍ଚ, ବହି ଖର୍ଚ୍ଚ, ମୋତେ ଖାଲି କୁହନ୍ତୁ କେଉଁ ମନ୍ତ୍ରୀ ଏମ୍ଏଲ୍ଏ ମାନେ ବହି ଏତେ ପାଠ ପଢ଼ୁଛନ୍ତି, ଏତେ ପଇସା ଦିଆଯାଉଛି ସେମାନଙ୍କୁ ବହିରେ ପଢ଼ିବା ପାଇଁ, ସେମାନେ କେତେ ବହିରେ ପାଠ ପଢ଼ୁଛନ୍ତି। ତେଣୁକରି ଭାଇ ଏଇଟା ହେଉଛି ସମ୍ପୂର୍ଣ୍ଣ ରୂପେ ଗୋଟେ ମାନେ ଭିତ୍ତିହୀନ ଜିନିଷ, ଯେଉଁଟାକି ଲୋକଙ୍କ ସାମ୍ନାକୁ ବର୍ତ୍ତମାନ ଆସିଛି ଆଉ ଲୋକମାନେ ଏଇଟାକୁ ୟାର ସଚ୍ଚୋଟତା ଜାଣିପାରିବେ। ତୁମେ ସେଠି କିଛି ବିରୋଧ କଲନି, କିନ୍ତୁ ବାହାରେ ଆସି ସୋସିଆଲ ମିଡ଼ିଆରେ ଷ୍ଟେଟମେଣ୍ଟ ଦେଉଛ ଯେ ମୁଁ ସେ ବଢ଼ିବା ଦରମା ଆଉ ନେବି ନାହିଁ। ଏ ଛଳ କପଟ ଛାଡ଼, ଓଡ଼ିଶା ଲୋକଙ୍କୁ ମୂର୍ଖ ଭାବିବା ଛାଡ଼। ବର୍ତ୍ତମାନ ସମୟରେ ଯଦି ସେମିତି କିଛି କରିବାର ଥିଲା ତୁମେ କରିଥାନ୍ତ। ଆଉ ବର୍ତ୍ତମାନ ଏଇ ସତେ ସୋସିଆଲ ମିଡ଼ିଆରେ ଏକୁ ବି ଦେଖାଯାଉଛି ମୋଦି ରାଗିଗଲେଣି। ଆରେ ମୋଦି କ'ଣ ୟା ପୂର୍ବରୁ ମୋଦି ବିନା କ'ଣ ମାନେ କିଛି ଡିସିସନ୍ ନେଉଥିଲା ଆଉ ମୋଦି କିଛି ଜାଣିନଥିଲେ? ରେ ଭାଇ ସମସ୍ତେ ଆମକୁ ହିଁ ଭକୁଆ ବନଉଛ, ଆମକୁ କ୍ଷମା କର, ଆମକୁ ଟିକେ ମାଫ କର। ଆମେ ଜାଣିନୁ ଭାଇ ତୁମମାନଙ୍କର କ'ଣ ମାନେ ପଲିଟିକ୍ସ ଭିତରେ ଚାଲିଛି। ଜୟ ଜଗନ୍ନାଥ।